ଶୋକରେ କହିବେ, ଓଡିଆରେ କହିବେନି। ପାର୍ବତୀ କହିଲେ ଆପଣଙ୍କୁ ମୁଁ ଏତିକି କହିବି, ଏ ବିଶ୍ୱ ବ୍ରହ୍ମାଣ୍ଡରେ ବଡ କିଏ? କହିଲା ବିଦ୍ୟା ସମସ୍ତା ସ୍ତବ ଦେବୀ ଭେଦା ଶିର ସମସ୍ତା ସକଳ ଜଗତସ୍ତୁ ଲୋକାୟାଙ୍କୁରି ତମସ ଏଇତ କାତ୍ୟସ୍ତବ ସ୍ତୁତି ପରା ପରତି। ସବୁ ମା ମାନେ ଝିଅ ମାନେ ବୋହୂ ମାନେ ଶୁଣ, କଥାଟିକି ପାଲାରୁ ମୂଳରୁ ନ ବୁଝିଲେ ଜମା ଭଲ ଲାଗିବ। ପର୍ବତ ନନ୍ଦିନୀ ପାର୍ବତୀ କହୁଛନ୍ତି, ହେ ସ୍ୱାମୀ, ଚଣ୍ଡୀରେ ମାର୍କଣ୍ଡ ଲେଖିଲେ ବିଦ୍ୟା ସମସ୍ତା ସ୍ତବ ଦେବୀ ଭେଦା। ଇଏ ଦୁନିଆରେ ସାରେ ଦିଟା କଥା ଯଦି ମଣିଷ ପାଖରେ ନାହିଁ, ସେ ମଣିଷ ମଣିଷରେ ଗଣା ନୁହଁ। ଦୁଇଟା କଣ କଣ ତୁ କହୁନୁ? ମୁଁ କଣ ଗାୟକ କହିବି? ଶୁଣୁ, ଯେଡେ ସୁନ୍ଦର ହେଇଥାଉ, ମନ ଦେଇ ଟିକେ ଟିକେ ଶୁଣ ମା, ଯେଡେ ସୁନ୍ଦର ହ୍ୟାଣ୍ଡସମ ପିଲାଟେ ହେଇଥାଉ, ଯେତେ ବଳଶାଳୀ ହଉ, ଦିଟା କଥା ଯୋଉ ମଣିଷ ପାଖରେ ନାହିଁ, ମୁଁ ଜାତିଗତ କଥା କହୁନି, ସେ ଯୋଉ ପ୍ରଜାତିର ହଉ, ଦିଟା କଥା ଯଦି ମଣିଷ ପାଖରେ ନାହିଁ, ସେ ମଣିଷରେ କିଛି ମୂଲ୍ୟ ନାହିଁ। ଦିଟା କଥା ତାକୁ କେହି ପଚାରିବେନି। ଦିଟା ସେ ପଶୁ ସାଙ୍ଗରେ ସମାନ କହିଲେ ଚଳେ, ଶାସ୍ତ୍ର କହିଛି। ଆଜ୍ଞା, ଦିଟା କଥା ପଶୁ ନ ହଉ କିନ୍ତୁ ତାକୁ ପଚାରିବେନି। ପଚାରିବେନି ବା, ସମାଜରେ କେହି ଚିହ୍ନିବେନି, କେହି ଜାଣିବେନି, ଆଉ ସିଏ ନିଜକୁ ନିଜେ ଘୃଣା ବି କରିବ। ସେ ଦିଟା କଥା କଣ ବୁଝିବା? ପ୍ରଥମ ହଉଛି ବିଦ୍ୟା, ପାଠ। ଆଜ୍ଞା, ଦ୍ୱିତୀୟରେ ଧନ। ଧନ। ଆପଣଙ୍କ ପାଖରେ ଯଦି ଧନ ନାହିଁ, କୌଣସି କାରଣ, ଆଜ୍ଞା ନୁହେଁ ନା କଣ କହିଲେ? ଆପଣଙ୍କ ପାଖରେ ଯଦି ଧନ ନାହିଁ, ଆପଣଙ୍କର ଜଣେ ଧନୀ ବନ୍ଧୁ ହାତରେ ଦେଖିବ, କହିବ ଏଇଟା ସାଙ୍ଗରେ ଆମର ଆଉ ପଡେଇନି। ଆପଣଙ୍କର ଯଦି ଧନ ନାହିଁ, ଆପଣ ଭଲ ପୋଷାକଟିଏ ପିନ୍ଧି ପାରିବେନି, ଭୋଜି ଭାତକୁ ଗାଁକୁ ଯିବାକୁ ଘୃଣା ଲାଗିବ। ଆଜ୍ଞା, ଧନ ନଥିଲେ ପୁଅକୁ ଠିକ ସମୟରେ, ଏବେ ସିନା ଗଭର୍ଣ୍ଣମେଣ୍ଟ ଦେଇଦେଲା ଖାତା କଲମ ବହି, ଏଇ ଆମ ବେଳେ କୋଉଠି ଗହମ ଚକଟା ଟିକେ 15 ଦିନରେ ଥରେ ଦଉଥିଲା କି ନାହିଁ? ଓଲଟା ଦରମା ନଉଥିଲେ, ସ୍କୁଲରେ ନଉନଥିଲେ ସାର୍, ଓଲଟା ଦରମା ନଉନଥିଲେ ପିଲାଙ୍କଠୁ। ଆଉ ମାଟ୍ରିକ ପରୀକ୍ଷା ଦେଲା ବେଳକୁ ଚପଲ, ନୂଆ ଚପଲ, ଭାରି କଷ୍ଟରେ ସେତେବେଳେ ମଣିଷ ପାଠ ପଢିଛି। ମୁଁ କହିବାର ତାତ୍ପର୍ଯ୍ୟ, ଗାଁ ଲୋକ ନିଜେ ମାନେ ଛଣ ବାଉଁଶ ପରିଶ୍ରମ କରିକି ଘର କରନ୍ତି। ଏବେ ଗାଁରେ ଘର କରିକି କେମିତି 2 ପଇସା ମାରିବୁ, ସେ କାମୁଡା କାମୁଡି ଓଟରା ଓଟରି। ମୁଁ କାହାକୁ ଆକ୍ଷେପ କରି କହୁନି, ସବୁ ଗାଁରେ, ଆମ ଗାଁରେ ହଉ, ଆପଣ ଗାଁରେ ହଉ, ସବୁ ଗାଁରେ ହଉ, ଯୋଉଥିରେ ଧର୍ମ ସେଇଠି ବେଶୀ ଅଧର୍ମ। ତେଣୁ ଇଏ ଦୁନିଆରେ ବିଦ୍ୟା ହଉଛି ମୂଳ। ପ୍ରଥମେ ବିଦ୍ୟା, ଦ୍ୱିତୀୟରେ ଧନ। ଧନ। ଆଜ୍ଞା, ତୋ ପାଖରେ ଯଦି ଧନ ନାହିଁ, କେହି ତୋତେ ପଚାରିବେନି। ତୋ ପାଖରେ ଧନ ନାହିଁ, ତୁ ତୋ ପିଲାମାନଙ୍କୁ ଚିକିତ୍ସା କରିପାରିବୁନି। ତୋ ପାଖରେ ଧନ ନାହିଁ, ତୋ ପିଲାକୁ ପାଠ ପଢେଇ ପାରିବୁନି। ତୋ ପାଖରେ ଧନ ନାହିଁ, ଶ୍ୱଶୁର ଘରକୁ ଯାଇପାରିବୁନି। କଣ? ଶ୍ୱଶୁର ଘରକୁ ଯାଇପାରିବୁନି। ଶ୍ୱଶୁର ଘରକୁ କାଇଁ ଯିବୁ? ହଁ ଠିକ କହିଛୁ, ମିଠା ପିଠା ନେଇକି ଯାଇପାରିବୁନି। କାହିଁକି ମା? ନା ଧନେରି ନିଷ୍କୁଳି ନା କୁଳିନାଙ୍ଗ ଭବନ୍ତି, ଧନେଇରାପଦା ମାନବା ନିସ୍ତରନ୍ତି, ଧନେଭ୍ୟ ପର ବାନ୍ଧବ ନାସ୍ତି ଲୋକେ, ଧନାର୍ଣ୍ଣବୟଧଂ ଧନା। ମଣିଷ ପାଖରେ ଯଦି ଧନ ଅଛି, ମା ବଜାରରେ କୋଉ ଲୁଗା ଧନୀ ଘରର ବୋହୂ ପାଇଁ ଅଭାବ ହବ ନା? ବଜାରରେ କୋଉ ପୋଷାକ ଧନୀ ଘରର ପିଲା ପାଇଁ ଅଭାବ ହବ ନା? ବଜାରରେ କୋଉ ଗାଡି ଧନୀ ଘର ପିଲା ପାଇଁ ଅଭାବ ହବ? ଏଇଠି ପାଢୀ ବାବୁ ମାସକୁ ଲକ୍ଷ ଲକ୍ଷ ଟଙ୍କା ଦରମା ପାଉଛି, ଗାଡି ନେଇ ଆଇ ରାତିରେ ପାଲା ସାରିବେ, ବସି ପଳେଇବେ। ବରଂ ଓଭରବ୍ରିଜ ତଳେ ସେ ପାଳିଆକୁ ଛାଡି ଦେଇକି ତାଠୁ ସମସ୍ତେ ଛଡେଇ ନେଇଯାଆନ୍ତୁ, ସେଇଟା ବଡ କଥା ନୁହଁ। କିନ୍ତୁ ଆମେ ଅପେକ୍ଷା କରିବୁ ବସ୍, ଠିଆ ହେଇକିରି ବ୍ୟାଗକୁ ଧରିକିରି ଯିବୁ, ସେଇଥିରେ ଖୁନ୍ଦା ମାରି ଦେଉଥିବେ। ଯଦି ଅଧିକ ବାଟ ଲଙ୍ଗ ରୁଟ ଗଲ, କଣ୍ଡକ୍ଟର କହିବା ଆଜ୍ଞା ବସନ୍ତୁ। ଯଦି କମ ବାଟ ଗଲ, ସେ 3 ଥର ଖୁନ୍ଦା ମାରିଦବ କଣ୍ଡକ୍ଟର। ତା ମନ ମାନେ ସେ କହିଲେ ଏତିକି ବାଟ ଯିବ, କାହିଁକି ବସିଛି? କଣ ବୁଝୁଛୁ? ତେଣୁ ଟଙ୍କା ଅଛି ବୋଲି ତାଙ୍କ ପାଖରେ ଗାଡି କେତେ ମାତ୍ର। ଧନେରି ନିଷ୍କୁଳି ନା କୁଳି ନା ଭବନ୍ତି। ଆପଣ ଚାହିଁବେ ଆପଣଙ୍କ ଟାଇଟେଲ ଚେଞ୍ଜ କରିଦେବେ, ଟଙ୍କା ଥିଲେ ହେଇଯିବ।
ଧନେଇ ରାପଦା ମାନବା ନିସ୍ତରନ୍ତି। ଟଙ୍କା ଅଛି ଆପଣଙ୍କ ପାଖରେ, ଗୋଟେ ମଣିଷକୁ ମାରୁ ମାରୁ ମରିଗଲା, କିଛି ଚିନ୍ତା ନାହିଁ, ଟଙ୍କା ଅଛି ଦେଇଦେବ, ମିଛ ସାକ୍ଷୀ ଯୋଗାଡ଼ କରିଦବ, ଷଣ୍ଢ ମାଇଲା ମଲା କି ନହେଲେ ବାଇ ରୋଗରେ ମଲା। ଧନେଇ ରାପଦା ମାନବା ନିସ୍ତରନ୍ତି, ଧନେ ଭ୍ୟୋ ପର ବାନ୍ଧବ ନାସ୍ତି ଲୋକେ। ପାର୍ବତୀ ବୁଝୁଛ, ଧନ ପରି ବନ୍ଧୁ ଏ ଦୁନିଆରେ ତୋ ପାଖରେ ଟଙ୍କା ଅଛି, ତୁ ଯାହା ଚାହିଁବୁ ଖାଇବୁ, ମୋ ପାଖରେ ନାହିଁ, ମୁଁ ବିସ୍କୁଟ ପକେଇ କଣ ବୁଝୁଛୁ? ନିଜେ ଜଗନ୍ନାଥ ବେହେରା ମୁଁ ଗୁରୁଦେବ କହିଥିଲେ, ଏବେ 5 ଟଙ୍କିଆ ମିଲ୍ ହେଲା, କହିଲା ବ୍ରାହ୍ମଣୀ ପୁଅ ବହିଟେ ଧରିଛି, ବହି ନେଲେ ଖାଇପାରିବି, ଖାଇଲେ ବହି ନେଇପାରିବି। ଘରୁ ଚୁଡା 2ଟା ନେଇଥିଲେ, ଚୁଡା ଚିନି ପାଟିରେ ପକେଇ ପାଣି ଟୋପେ ପିଇ ବହି ଧରିକି ଆସିଥିଲି। ରାଷ୍ଟ୍ରପତି ପୁରସ୍କାର ଯୋଉ ଦିନ ଦେଲେ ସେଇଦିନ ଏଇ କଥା ମନେ ପଡିଲା, ଆଖିରୁ ଲୁହ ଝରି ପଡିଲା। ବହୁ କଷ୍ଟ କରିଛନ୍ତି ସେମାନେ, କଣ ବୁଝୁଛନ୍ତି ସାର୍? ତେଣୁ ମଣିଷକୁ ବିପଦରୁ ରକ୍ଷା କରେ ଧନ। ତେଣୁ ହେ ମଣିଷ, ଯୁବକ ସମୟରେ ଧନ ରୋଜଗାର କର। ଏ କୁନି ପିଲାମାନେ, ଯାହା ପାଖରେ ଧନ ନାହିଁ ପଣ୍ଡିତେ ତାକୁ କେହି ଖାତିର କରିବେ ନା। ଆପଣ ଦେଖୁନାହାନ୍ତି, ଧନ ପଦବୀ, ପଦବୀ ବିଦ୍ୟା ହେଲେ ସେ ଗୋଟେ ପଦବୀ ନାଇଁ। ଜିତିଥିବା ବିଧାୟକ ପଛରେ ଲୋକ ଦୌଡୁଥିବେ, ସେ ପରିଶ୍ରା କଲା ବେଳକୁ ସୁଦ୍ଧା ତାକୁ ଛାଡୁନଥିବେ। ଆଉ ଯଦି ବିଧାୟକ ପଦବୀ ଖସିଗଲା, ଯିବେ ଯେ ସେତେ ଯିବେ ନାହିଁ, ଖାଲି ଚାହୁଁଥିବେ ସାଡକୁ ପଳଉଥିବେ। କଣ ପୁଅ ବୁଝୁଛୁ? ଧନେଇ ରାପଦା ମାନବ ନିସ୍ତରନ୍ତି, ଧନ ମଣିଷର ସବୁ କିଛି। ଧନ ଆଉ ବିଦ୍ୟା ଇଏ 2ଟା ପାର୍ବତୀ କହିଲେ କାହାର ଅଧିକ, କିଏ ଅଧିକାରିଣୀ ନା ଲକ୍ଷ୍ମୀ ସରସ୍ୱତୀ। ଯୋଉ ଧନ ବିଦ୍ୟା ମଣିଷ ପାଖରେ ନଥିଲେ ତା ଜୀବନରେ କିଛି ମୂଲ୍ୟ ନାହିଁ, ସେ 2ଟାର ଅଧିକାରିଣୀ ହଉଛି ନାରୀ। ପାର୍ବତୀ କହୁଛନ୍ତି ସ୍ୱାମୀ ତୁ ଆଉ ତ ରୋଲ ଦରକାର ନାହିଁ, ପଛରେ ଟିକେ ପରା ମୁଁ ତ ପାର୍ବତୀ ହେଇକିରି ବୁଝଉଛି, ତୁ କାହିଁ ବିହା ହେଇଛୁ? ତେଣୁ ଲକ୍ଷ୍ମୀ ସରସ୍ୱତୀ ହଉଛନ୍ତି ଧନ ଆଉ ବିଦ୍ୟାର ଅଧିକାରୀ। ନାରୀ ସେତିକି ନୁହେଁ, ନାରୀ ବିନା ପୁରୁଷର ଗତି ସ୍ଥିତି ଅସମ୍ଭବ। ନାରୀ ହଉଛି ସବୁଠାରୁ ଶକ୍ତିମୟୀ। ତେଣୁ ମାର୍କଣ୍ଡ କହିଲେ, ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ନମସ୍ତସ୍यै ନମସ୍ତସ୍यै ନମୋ ନମଃ।